जय जगन्नाथ। श्रीमद्भगवद गीतार सप्तदश अध्याय अर्थात श्रद्धात्रय विभाग जोगर प्रथम एवं द्वितीय श्लोक। ଏହି ସପ୍ତଦଶ ଅଧ୍ୟାୟର ଆରମ୍ଭରେ ଅର୍ଜୁନ ଶ୍ରଦ୍ଧାଯୁକ୍ତ ପୁରୁଷମାନଙ୍କର ନିଷ୍ଠା ସମ୍ବନ୍ଧରେ ପଚାରିଛନ୍ତି ଏବଂ ତାହାର ଉତ୍ତରରେ ଭଗବାନ ତିନି ପ୍ରକାର ଶ୍ରଦ୍ଧା କଥା କହି ଶ୍ରଦ୍ଧାନୁସାରେ ପୁରୁଷମାନଙ୍କର ସ୍ୱରୂପ କହିଛନ୍ତି। ପୁଣି ପୂଜା ଯଜ୍ଞ ତପ ଆଦିରେ ଶ୍ରଦ୍ଧାର ସମ୍ବନ୍ଧ ଦେଖାଇ ଦେଇ ଅନ୍ତିମ ଶ୍ଲୋକରେ ଶ୍ରଦ୍ଧାରହିତ ପୁରୁଷମାନଙ୍କର କର୍ମ ଅସତ୍ ବୋଲି କହିଛନ୍ତି। ଏପରି ଭାବରେ ଏହି ଅଧ୍ୟାୟରେ ବିଭାଗପୂର୍ବକ ତ୍ରିବିଧ ଶ୍ରଦ୍ଧାର ବ୍ୟାଖ୍ୟା କରାଯାଇଥିବାରୁ ଏହାର ନାମ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ରଖାଯାଇଛି। ମନ୍ତ୍ର। ଅର୍ଜୁନ ପଚାରୁଛନ୍ତି, ଯେ ଶାସ୍ତ୍ର ବିଧି ମୁତ୍ସୃଜ୍ୟ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ତେଷାଂ ନିଷ୍ଠା ତୁ କା କୃଷ୍ଣ ସତ୍ୱମାହୋ ରଜସ୍ତମଃ। ଅର୍ଥାତ୍ ଅର୍ଜୁନ ପଚାରିଲେ, ହେ କୃଷ୍ଣ, ଯେଉଁ ମନୁଷ୍ୟମାନେ ଶାସ୍ତ୍ରବିଧି ତ୍ୟାଗ କରି ଶ୍ରଦ୍ଧାଯୁକ୍ତ ହୋଇ ଦେବାଦିଙ୍କୁ ପୂଜା କରନ୍ତି ସେମାନଙ୍କର ସ୍ଥିତି କ'ଣ ହୁଏ? ସାତ୍ୱିକୀ ନା ରାଜସୀ ନା ତାମସୀ? ପ୍ରଶ୍ନ। ଶାସ୍ତ୍ରବିଧି ତ୍ୟାଗ କରିବା କଥା 16 ଅଧ୍ୟାୟର 23 ଶ୍ଲୋକରେ କୁହାଯାଇଛି ଏବଂ ଏଠାରେ ମଧ୍ୟ କହୁଛନ୍ତି। ଏହି ଦୁଇଟି କଥାର ଭାବ ଏକ ନା ଏଥିରେ କିଛି ପାର୍ଥକ୍ୟ ଅଛି? ଉତ୍ତର। ଅବଶ୍ୟ ପାର୍ଥକ୍ୟ ଅଛି। ସେଠାରେ ଅବହେଳା କରି ଶାସ୍ତ୍ରବିଧି ତ୍ୟାଗ କରିବା କଥା ବର୍ଣ୍ଣନା କରାଯାଇଛି ଏବଂ ଏଠାରେ ଜାଣିନଥିବାରୁ ଶାସ୍ତ୍ରବିଧି ତ୍ୟାଗ କରିବା କଥା ଆସିଛି। ସେମାନଙ୍କର ଶାସ୍ତ୍ରକୁ ଭ୍ରୂକ୍ଷେପ ନଥାଏ। ସେମାନେ ନିଜେ ଯେଉଁ କର୍ମ ଭଲ ବୋଲି ମନେ କରନ୍ତି ତାହା କରନ୍ତି। ତେଣୁ ସେଠାରେ ବର୍ତ୍ତତେ କାମକାରତଃ ବୋଲି କୁହାଯାଇଛି। କିନ୍ତୁ ଏଠାରେ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ କହି ପଚାରିଛନ୍ତି। ତେଣୁ ଏହି ଲୋକମାନଙ୍କର ଶ୍ରଦ୍ଧା ଥାଏ। ଯେଉଁଠାରେ ଶ୍ରଦ୍ଧା ଥାଏ ସେଠାରେ ଅବହେଳା ହୋଇପାରେ ନା। ଏହି ଲୋକମାନଙ୍କ ପାଇଁ ପରିସ୍ଥିତି ଓ ବାତାବରଣ ପ୍ରତିକୂଳ ହୋଇଥିବାରୁ ଅବକାଶ ଅଭାବରୁ ଅଥବା ପରିଶ୍ରମ ତଥା ଅଧ୍ୟୟନ ଅଭାବରୁ ଏମାନେ ଶାସ୍ତ୍ରବିଧି ଜାଣିପାରିନଥାନ୍ତି ଏବଂ ସେହି ଅଜ୍ଞତା ହେତୁ ଏମାନେ ତାହା ତ୍ୟାଗ କରିଥାନ୍ତି। ପ୍ରଶ୍ନ। ନିଷ୍ଠା ଶବ୍ଦର ଭାବ କ'ଣ? ଉତ୍ତର। ଏଠାରେ ନିଷ୍ଠା ଶବ୍ଦ ସ୍ଥିତିର ବାଚକ। କାରଣ ତୃତୀୟ ଶ୍ଲୋକରେ ଏହାର ଉତ୍ତର ଦେଇ ଭଗବାନ କହିଛନ୍ତି ଯେ ଏହି ପୁରୁଷମାନେ ଶ୍ରଦ୍ଧାଯୁକ୍ତ। ଯାହାର ଯେପରି ଶ୍ରଦ୍ଧା ସେ ସେପରି ପୁରୁଷ, ଅର୍ଥାତ୍ ତାର ସ୍ଥିତି ସେପରି। ଏହାର ନାମ ହିଁ ନିଷ୍ଠା। ପ୍ରଶ୍ନ। ସେମାନଙ୍କର ସ୍ଥିତି ସାତ୍ୱିକୀ ନା ରାଜସୀ ନା ତାମସୀ ହୁଏ ବୋଲି ପଚାରିବାର ଭାବ କ'ଣ? ଉତ୍ତର। 16 ଅଧ୍ୟାୟର ଷଷ୍ଠ ଶ୍ଲୋକରେ ଭଗବାନ ଦୈବୀ ପ୍ରକୃତି ଯୁକ୍ତ ଓ ଆସୁରୀ ପ୍ରକୃତି ଯୁକ୍ତ ଏପରି ଦୁଇ ପ୍ରକାର ମନୁଷ୍ୟଙ୍କ ବର୍ଣ୍ଣନା କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୈବୀ ପ୍ରକୃତି ଯୁକ୍ତ ଲୋକ ଶାସ୍ତ୍ରବିହିତ କର୍ମ ନିଷ୍କାମ ଭାବରେ ଆଚରଣ କରନ୍ତି କିନ୍ତୁ ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି। ଯେଉଁ ଆସୁର ସ୍ୱଭାବ ଯୁକ୍ତ ତାମସ ପ୍ରକୃତିର ଲୋକେ ପାପକର୍ମ କରନ୍ତି ସେମାନେ ନୀଚ ଯୋନି ବା ନରକ ପ୍ରାପ୍ତ ହୁଅନ୍ତି ଏବଂ ଯେଉଁ ତମ ମିଶ୍ରିତ ରାଜସ ଲୋକେ ଶାସ୍ତ୍ରବିଧି ତ୍ୟାଗ କରି ମନମୁଖୀ ଶୁଭକର୍ମ କରନ୍ତି ସେମାନଙ୍କୁ ସେହି ଶୁଭକର୍ମର କିଛି ବି ଫଳ ମିଳେ ନାହିଁ କିନ୍ତୁ ପାପକର୍ମର ଫଳ ତ ସେମାନଙ୍କୁ ଭୋଗ କରିବାକୁ ହିଁ ପଡ଼େ। ଏହି ବର୍ଣ୍ଣନା ଦ୍ୱାରା ଦୈବୀ ଓ ଆସୁରୀ ପ୍ରକୃତି ଯୁକ୍ତ ମନୁଷ୍ୟମାନଙ୍କର ଉପରୋକ୍ତ କଥା ତ ଅର୍ଜୁନ ଭଲ ଭାବରେ ବୁଝିଯାଇଛନ୍ତି କିନ୍ତୁ ଯେଉଁମାନେ ଜାଣିନଥିବାରୁ ଶାସ୍ତ୍ରବିଧି ତ୍ୟାଗ କରିଦେଇ ମଧ୍ୟ ଶ୍ରଦ୍ଧାର ସହିତ ପୂଜାଦି କରନ୍ତି ସେମାନେ ଦୈବ ସ୍ୱଭାବ ଯୁକ୍ତ ନା ଆସୁର ସ୍ୱଭାବ ଯୁକ୍ତ ତାହାର ସ୍ପଷ୍ଟୀକରଣ ହୋଇନାହିଁ। ତାହା ବୁଝିବା ପାଇଁ ଅର୍ଜୁନ ପଚାରୁଛନ୍ତି, ଏପରି ଲୋକମାନଙ୍କର ସ୍ଥିତି ସାତ୍ୱିକୀ ନା ରାଜସୀ ନା ତାମସୀ? ଅର୍ଥାତ୍ ଏମାନେ ଦୈବୀ ସମ୍ପଦ ଯୁକ୍ତ ନା ଆସୁରୀ ସମ୍ପଦ ଯୁକ୍ତ? ପ୍ରଶ୍ନ। ଉପରୋକ୍ତ ବିବେଚନରୁ ଜଣାପଡ଼ୁଛି ଯେ ସଂସାରରେ 5 ପ୍ରକାର ମନୁଷ୍ୟ ଅଛନ୍ତି ଯଥା ଯେଉଁମାନେ ଶାସ୍ତ୍ରବିଧି ପାଳନ କରନ୍ତି ଏବଂ ଯାହାଙ୍କଠାରେ ଶ୍ରଦ୍ଧା ମଧ୍ୟ ଥାଏ। ଦ୍ୱିତୀୟରେ ଯେଉଁମାନେ ଶାସ୍ତ୍ରବିଧିକୁ କିଛି ଅଂଶରେ ପାଳନ କରନ୍ତି କିନ୍ତୁ ଯାହାଙ୍କଠାରେ ଶ୍ରଦ୍ଧା ନଥାଏ। ତୃତୀୟରେ ଯାହାଙ୍କଠାରେ ଶ୍ରଦ୍ଧା ଥାଏ ଅଥଚ ଯେଉଁମାନେ ଶାସ୍ତ୍ରବିଧି ପାଳନ କରିପାରନ୍ତି ନାହିଁ। ଚତୁର୍ଥରେ ଯେଉଁମାନେ ଶାସ୍ତ୍ରବିଧି ପାଳନ କରନ୍ତି ନାହିଁ କି ଯାହାଙ୍କଠାରେ ଶ୍ରଦ୍ଧା ମଧ୍ୟ ନଥାଏ। ପଞ୍ଚମରେ ଯେଉଁମାନେ ଅବହେଳାରୁ ଶାସ୍ତ୍ରବିଧି ତ୍ୟାଗ କରନ୍ତି।
ଏହି ପାଞ୍ଚ ପ୍ରକାର ଲୋକଙ୍କ ସ୍ୱରୂପ କ'ଣ? ଏମାନଙ୍କର କି ପ୍ରକାର ଗତି ହୁଏ ତଥା ଏମାନଙ୍କ ବର୍ଣ୍ଣନା ଗୀତାର ମୁଖ୍ୟତଃ କେଉଁ ଶ୍ଲୋକରେ ଦିଆଯାଇଛି? ଉତ୍ତର, ପ୍ରଥମରେ ଯାହାଙ୍କଠାରେ ଶ୍ରଦ୍ଧା ମଧ୍ୟ ଥାଏ ଏବଂ ଯେଉଁମାନେ ଶାସ୍ତ୍ରବିଧି ମଧ୍ୟ ପାଳନ କରନ୍ତି ସେମାନେ ଦୁଇ ପ୍ରକାରର, ଯଥା ନିଷ୍କାମ ଭାବରେ କର୍ମ ଆଚରଣ କରୁଥିବା ପୁରୁଷ ଏବଂ ସକାମ ଭାବରେ କର୍ମ ଆଚରଣ କରୁଥିବା ପୁରୁଷ। ନିଷ୍କାମ ଭାବରେ କର୍ମ ଆଚରଣ କରୁଥିବା ଦୈବୀ ସମ୍ପଦଯୁକ୍ତ ସାତ୍ତ୍ୱିକ ପୁରୁଷମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି। ସେମାନଙ୍କର ବର୍ଣ୍ଣନା ପ୍ରଧାନତଃ 16 ଅଧ୍ୟାୟର ପ୍ରଥମ 3 ଶ୍ଲୋକରେ ତଥା ଏହି ଅଧ୍ୟାୟର 11, 14ରୁ 17 ଏବଂ 20 ଶ୍ଲୋକରେ ରହିଛି। ସକାମ ଭାବରେ କର୍ମ ଆଚରଣ କରୁଥିବା ସତ୍ତ୍ୱମିଶ୍ରିତ ରାଜସ ପୁରୁଷମାନେ ସିଦ୍ଧି, ସୁଖ ତଥା ସ୍ୱର୍ଗାଦି ଲୋକ ପ୍ରାପ୍ତ ହୁଅନ୍ତି। ସେମାନଙ୍କର ବର୍ଣ୍ଣନା ଦ୍ୱିତୀୟ ଅଧ୍ୟାୟର 42, 43 ଓ 44 ଶ୍ଲୋକରେ, ଚତୁର୍ଥ ଅଧ୍ୟାୟର 12 ଶ୍ଲୋକରେ, ସପ୍ତମ ଅଧ୍ୟାୟର 20, 21 ଓ 22 ଶ୍ଲୋକରେ ଏବଂ ନବମ ଅଧ୍ୟାୟର 20, 21 ଓ 23 ଶ୍ଲୋକରେ କରାଯାଇଛି। ଦ୍ୱିତୀୟରେ ଯେଉଁମାନେ କେତେକାଂଶରେ ଶାସ୍ତ୍ରବିଧି ପାଳନ କରି ଯଜ୍ଞ, ଦାନ, ତପ ଆଦି କର୍ମ ତ କରନ୍ତି, କିନ୍ତୁ ଯାହାଙ୍କଠାରେ ଶ୍ରଦ୍ଧା ନଥାଏ ସେମାନଙ୍କର କର୍ମ ତ ନିଷ୍ଫଳ ହୁଏ। ସେମାନଙ୍କୁ ଇହଲୋକରେ କିମ୍ବା ପରଲୋକରେ ସେହି କର୍ମମାନଙ୍କରୁ କୌଣସି ଲାଭ ମିଳେ ନାହିଁ। ଏ ସମ୍ପର୍କୀୟ ବର୍ଣ୍ଣନା ଏହି ଅଧ୍ୟାୟର 28 ଶ୍ଲୋକରେ କରାଯାଇଛି। ତୃତୀୟରେ ଯେଉଁ ଲୋକେ ଅଜ୍ଞତା ହେତୁ ଶାସ୍ତ୍ରବିଧି ତ୍ୟାଗ କରିଦେଇଥାନ୍ତି କିନ୍ତୁ ଶ୍ରଦ୍ଧା ରଖିଥାନ୍ତି, ସେପରି ପୁରୁଷମାନେ ଶ୍ରଦ୍ଧାଭେଦରେ ସାତ୍ତ୍ୱିକ ବି ହୁଅନ୍ତି ଏବଂ ରାଜସ ତଥା ତାମସ ମଧ୍ୟ ହୁଅନ୍ତି। ସେମାନଙ୍କର ଗତି ମଧ୍ୟ ସେମାନଙ୍କ ଶ୍ରଦ୍ଧାର ସ୍ୱରୂପ ଅନୁସାରେ ହୁଏ। ସେମାନଙ୍କର ବର୍ଣ୍ଣନା ଏହି ଅଧ୍ୟାୟର 2, 3 ତଥା 4ର୍ଥ ଶ୍ଲୋକରେ କରାଯାଇଛି। ଚତୁର୍ଥରେ ଯେଉଁମାନେ ଶାସ୍ତ୍ରକୁ ମାନନ୍ତି ନାହିଁ କି ଶ୍ରଦ୍ଧା ମଧ୍ୟ ରଖନ୍ତି ନାହିଁ ଏବଂ ତେଣୁ କାମ, କ୍ରୋଧ, ଲୋଭର ବଶବର୍ତ୍ତୀ ହୋଇ ପାପମୟ ଜୀବନଯାପନ କରନ୍ତି, ସେହି ଆସୁରୀ ସମ୍ପଦଯୁକ୍ତ ଲୋକମାନେ ନରକରେ ପଡ଼ନ୍ତି ତଥା ନୀଚ ଯୋନି ପ୍ରାପ୍ତ ହୁଅନ୍ତି। ସେମାନଙ୍କର ବର୍ଣ୍ଣନା ସପ୍ତମ ଅଧ୍ୟାୟର 15 ଶ୍ଲୋକରେ, ନବମର 12 ଶ୍ଲୋକରେ, 16 ଅଧ୍ୟାୟର 7ମ ଶ୍ଲୋକ ଠାରୁ ଆରମ୍ଭ କରି 20 ଶ୍ଲୋକ ପର୍ଯ୍ୟନ୍ତ ଏବଂ ଏହି ଅଧ୍ୟାୟର 5ମ, 6ଠ ଓ 13ଶ ଶ୍ଲୋକରେ ରହିଛି। ପଞ୍ଚମରେ ଯେଉଁ ଲୋକେ ଅବହେଳା କରି ଶାସ୍ତ୍ରବିଧି ତ୍ୟାଗ କରିଦିଅନ୍ତି ଏବଂ ନିଜକୁ ଯାହା ଭଲ ଲାଗେ ତାହା କରନ୍ତି, ସେହି ଯଥେଚ୍ଛାଚାରୀ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ଶାସ୍ତ୍ର ନିଷିଦ୍ଧ କର୍ମ କରନ୍ତି, ସେହି ତାମସ ପୁରୁଷମାନଙ୍କୁ ନରକ ଆଦି ଦୁର୍ଗତି ପ୍ରାପ୍ତ ହୁଏ। ଏହାର ବର୍ଣ୍ଣନା 4ର୍ଥ ପ୍ରଶ୍ନର ଉତ୍ତରରେ ଦିଆସରିଛି ଏବଂ ଯେଉଁମାନେ ଭଲ କର୍ମ କରନ୍ତି ସେହି ରଜପ୍ରଧାନ ତାମସ ପୁରୁଷମାନଙ୍କୁ କୌଣସି ଫଳ ମିଳେ ନାହିଁ, କାରଣ ସେମାନେ ଶାସ୍ତ୍ରବିଧି ତ୍ୟାଗ କରିଦେଇଥାନ୍ତି। ଏହାର ବର୍ଣ୍ଣନା 16 ଅଧ୍ୟାୟର 23 ଶ୍ଲୋକରେ କରାଯାଇଛି। ସ୍ମରଣ ରଖିବା ଉଚିତ ଯେ ସେମାନଙ୍କ ଦ୍ୱାରା ଯେଉଁ ପାପ କର୍ମ ସବୁ କରାଯାଏ ସେସବୁର ଫଳସ୍ୱରୂପ ସେମାନଙ୍କୁ ତିର୍ଯ୍ୟକ୍ ଯୋନି ପ୍ରାପ୍ତି ଏବଂ ନରକ ପ୍ରାପ୍ତି ଅବଶ୍ୟ ହୁଏ। ଏହି 5ଟି ପ୍ରଶ୍ନର ଉତ୍ତର ଦେଇ ଏହି ବିଷୟରେ ପ୍ରମାଣ ସ୍ୱରୂପ ଯେଉଁ ଶ୍ଲୋକମାନଙ୍କର ସଂକେତ କରାଗଲା, ସେଗୁଡ଼ିକ ଛଡ଼ା ଅନ୍ୟାନ୍ୟ ଶ୍ଲୋକରେ ମଧ୍ୟ ଏସବୁର ବର୍ଣ୍ଣନା ରହିଛି। ସେସବୁର ଉଲ୍ଲେଖ ଏଠାରେ କରାଯାଇନାହିଁ। ଅର୍ଜୁନଙ୍କ ପ୍ରଶ୍ନ ଶୁଣି ଭଗବାନ ବର୍ତ୍ତମାନ ପରବର୍ତ୍ତୀ 2ଟି ଶ୍ଲୋକରେ ତାହାର ଉତ୍ତର ସଂକ୍ଷେପରେ ଦେଉଛନ୍ତି। ଭଗବାନ କହୁଛନ୍ତି, ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା ସାତ୍ତ୍ୱିକୀ ରାଜସୀ ଚୈବ ତାମସୀ ଚେତି ତାଂ ଶୃଣୁ। ଅର୍ଥାତ୍ ଶ୍ରୀ ଭଗବାନ କହିଲେ, ମନୁଷ୍ୟମାନଙ୍କର ସେହି ଶାସ୍ତ୍ରୀୟ ସଂସ୍କାରରୁ ରହିତ କେବଳ ସ୍ୱଭାବରୁ ଉତ୍ପନ୍ନ ଶ୍ରଦ୍ଧା ସାତ୍ତ୍ୱିକୀ, ରାଜସୀ ତଥା ତାମସୀ ଏପରି 3 ପ୍ରକାର ହୋଇଥାଏ। ତାହା ତୁମେ ମୋ ଠାରୁ ଶୁଣ। ପ୍ରଶ୍ନ, ଦେହିନାଂ ପଦ କେଉଁ ମନୁଷ୍ୟମାନଙ୍କ ପାଇଁ ପ୍ରଯୁକ୍ତ ହୋଇଛି? ଉତ୍ତର, ଯେଉଁମାନଙ୍କର ଦେହରେ ସ୍ୱାଭାବିକ ଅଭିମାନ ଥାଏ ସେପରି ସାଧାରଣ ମନୁଷ୍ୟମାନଙ୍କ ପାଇଁ ଦେହିନାଂ ପ୍ରଯୁକ୍ତ ହୋଇଛି। ପ୍ରଶ୍ନ, ସା ଏବଂ ସ୍ୱଭାବଜା ଏହି ପଦ ଦୁଇଟି କିଭଳି ଶ୍ରଦ୍ଧାର ବାଚକ? ଉତ୍ତର, ସା ଏବଂ ସ୍ୱଭାବଜା ପଦ ଦୁଇଟି ଶାସ୍ତ୍ରବିଧି ତ୍ୟାଗ କରି ଶ୍ରଦ୍ଧାପୂର୍ବକ ଯଜ୍ଞାଦି କର୍ମ କରୁଥିବା ମନୁଷ୍ୟମାନଙ୍କ ମଧ୍ୟରେ ଥିବା ଶ୍ରଦ୍ଧାର ବାଚକ। ସେହି ଶ୍ରଦ୍ଧା ଶାସ୍ତ୍ରରୁ ଉତ୍ପନ୍ନ ହୁଏ ନାହିଁ, ସ୍ୱଭାବରୁ ହୋଇଥାଏ, ତେଣୁ ତାହାକୁ ସ୍ୱଭାବଜା କହନ୍ତି। ଯେଉଁ ଶ୍ରଦ୍ଧା ଶାସ୍ତ୍ର ଶ୍ରବଣ ପଠନ ଆଦିରୁ ହୁଏ ତାହାକୁ ଶାସ୍ତ୍ରଜା କହନ୍ତି।
ଏବଂ ଯାହା ପୂର୍ବଜନ୍ମମାନଙ୍କର ତଥା ଇହଜନ୍ମର କର୍ମମାନଙ୍କ ସଂସ୍କାରରୁ ସ୍ୱାଭାବିକ ଉତ୍ପନ୍ନ ହୁଏ ତାହାକୁ ସ୍ୱଭାବଜ କୁହାଯାଏ। ପ୍ରଶ୍ନ ସାତ୍ତ୍ୱିକୀ ରାଜସୀ ତାମସୀ ଏବଂ ତ୍ରିବିଧା ସହିତ ଇତି ପ୍ରୟୋଗର ଅଭିପ୍ରାୟ କ'ଣ? ଉତ୍ତର ଏହା ସହିତ ଇତି ପଦ ପ୍ରୟୋଗ କରି ଭଗବାନ ଦେଖାଇଛନ୍ତି ଯେ ଏହି ଶ୍ରଦ୍ଧା ସାତ୍ତ୍ୱିକୀ ରାଜସୀ ଏବଂ ତାମସୀ ଏପରି ତିନି ପ୍ରକାର ହିଁ ହୁଏ। ଜୟ ଜଗନ୍ନାଥ।